हाय फ्रेंड्स, जय जगन्नाथ। आज आमर देखा मिनी ब्लॉग जाऊँगी। आज डुगुल को उठेबी आम जीव टे बारी बगीचा केमती कौन वर्षा तो होची कुआडे जाई होनी। 2-3 दिन है वर्षा एमती लगातार लगी रोचे। आज जाऊँ टे देखू बारियाड़े गचर अवस्था कौन है। चल आम डुगुल को उठेबा। दीदी ठंडा पाग देती घोड़ी होकर पूरा आराम से थोड़ी डुगुलु डुगुलु उठ बारियाड़े जा गचर अवस्था कौन है देखा। बारियाड़े जा केमती कौन अवस्था है बारिया से राति सारा शोच के उठना सकाल किसी काम ना फोन बंद कहीं कहीं बंद कर लाइन पलैला। देखते एवं डुगुल को उठिक आसला बेले लाइन टा ऑफ पलैला। एवं आमर पांडा लाइट चलला जोटा कि डुगुल गिफ्ट करते। यहाँ भी माने डिफरेंट कलर भी हम करदेला टे डुगुल। फ्यूचर एटा मो गुगु भी खेलवा जाऊँगी यही पांडा सहित। से टिके बड़ हो जाओ आस तो पूरा खेल। यस आज्ञा 11:30 है। शोचे शोच काली आस 11:30 है। देखा तो लाइट कैमेरा ऑफ हो 11:30 एबे लाइन पड़े आसला। उठ उठ चल जी बस आ लेट करन आसिक 11:30 रात शोई नथली रात कहीं कौन गले भी जाइए। चलो कैमरा ऑफ कर मो दे डुगुल एठी हमरा सही उठिक धोई होइछन्ती। अब चल हम देखा गुगु और मम्मी कौन करछन्ती। एठी गुगु और मम्मी गेला आसन्ती। गुगु हमर रात सारा सोइनी बारियाड़े देख शोक उठिक अवस्था हो पानी कौन पकच मो पर आसल सका बुबू रिपोर्टर जाऊँ बारियाड़े देखिए बारी केमती कौन अच्छी खोल पार ना कि मुझे हेल्प करदेवी। हाँ हाँ नेचर नेचर ना कौन। हाय फ्रेंड्स, जय जगन्नाथ। सकाल सकाल शोई रात बहुत लेट शोई सका 11:30 है देखनी जबरदस्त उठी बारिक आसपा बारी कौन करिया गछपत्र देखियो ना नहीं गछरे भी प्यार हाँ गछपत्र देखिया। चल वीडियो आगू ना देखिया कौन हो खाई हम बड़ हो गला। चल चल जा कदर कदर फल किसी है अरे घास वाले खाऊ मम्मी गोटे एडी भर लगे गोटे डायबिटीज गछ अच्छे के बड़ है लास्ट को उपड़ भांगी पड़गला। पणस गछ ना मुझे जाननी आईटा कौन अमृतभंडा गछ ये शाग लगे सागर बड़े मस्त कलरा गछ माने भलसे पूरा मारी कौन है कि कौन करिया गछ पूरा मरीगला बर्षार कलरा तोलिक नहीं जा कलरा गेंजी गला कलरा भी तोलिक नहीं जा कहीं नष्ट हो जाए बहे कलर है कलरा बहुत हो छोट बहुत नष्ट हो जाए छिड़े पानी आपको धर 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 मुझे आनु
କ୍ୟାମେରା ଆଲୋ ମଶା କାମୁଡ଼ି ପକଉଛନ୍ତି। ପଛୁରେ ଦେଖା କଲରା ଦେଖ। ଦେଖନ୍ତୁ ଆମେ ବାଡ଼ିରୁ ଆସିକି ଏମିତି ସବୁ କାମ କରୁଛୁ। ସେଠି ଗୋଟେ କଲରା ଅଛି, କୋଉଠି? ସେଇଠି। এটা ପଚି ଯାଇଛି ବୋଧେ, এটা ପଚି ଯାଇଛି। ହଉ ଦେଖିବା, କାଟିଲେ ଜଣା ପଡ଼ିବ। ଫୋପାଡ଼ି ଦେଉଛି। କାହିଁକି? ଏଇଠି ରଖିଥା। ଆମେ ଏବେ କଲରାକୁ ଏଠି ରଖିଦେଲୁ। ଚାଲ ଦେଖିବା ନେକ୍ସଟ କ'ଣ ଅଛି। ବାଇଗଣଟା ଆଣିଲନି ତୋଳିକି। ବାଇଗଣଟା କୁନିଟେ ହେଇଛି, ସେ ଆଉ ଟିକେ ବଡ଼ ହେଇଛି। କୂଅ ଫୁଲ ହେଇଗଲାଣି ପାଣି। କୂଅରେ ବର୍ଷାରେ ପାଣି ପୁରା ଫୁଲ ପୁରା ଉପରୁ ପଳେଇଲାଣି। ଏଇଟା ହେଲା ଅପରାଜିତା ଗଛ, ବହୁତ କ୍ୟୁଟ୍ରେ ସେ ବଢ଼ିଛି। ଏଇଟା ଲଗେଇଥିଲେ, ଏଇଟା ବୁବୁ ଲଗେଇଥିଲେ। ପରିଶ୍ରମ କରିଛନ୍ତି। ଏଇଟା ଶାଗ ଆଇଟମ୍ 4-5ଟା ଶାଗ ଆଇଟମ୍। ଏଇଠି ପୁଣି ଶାଗ। ଏଇଟା ଏଇଠି ସେପଟା ଗଛ। ଆଉ ଦେଖ ଗୋଟେ ଖାସ୍ ଜିନିଷ, ଗୋଟେ ମମି ବାଲିରେ ପୋତି ଦେଇଛନ୍ତି। ଏଇ ଗଛ ଏ ଗଛ କୁଦି ମାରି ସାରିଲାଣି। ଦେଖ ମମି ଦେବେ ତମକୁ। ସେଟା ମୁଁ ଭୁଲରେ କୁଦିଦେଲି, ମମି ନା ଗାଳି କରିବ। ଏଠି ସବୁ ଗଛ ଲାଗିଛି। ଏଠି ସବୁ ଗଛ ଲାଗିଛି। ଏଇ ଛୋଟ ଗଛ ଲାଗିଛି। ଏଟା ଗଛ ନାଁ ମୁଁ ଜାଣିନି। ଭେଣ୍ଡି ଗଛ କେତେ ଉଠିଛି, ମମି ଖାଲି ବାଲି ଗଛ ଯୋଉ ଛୋଟ ଗଛ ନୁହଁ, ଏଇ ବାଲିରେ ଲାଗିଛି ଭେଣ୍ଡି ଗଛ। ଏଟା ନୂଆ, ମୁଁ ତ ଜାଣିନି, ନ୍ୟୁ ଏକ୍ସପେରିମେଣ୍ଟ ଭଳିଆ ଲଗେଇଛନ୍ତି। ଏଇଟା କୋଉ ଗଛ କେ ଜାଣେ, ମୁଁ ତ ଗଛ ଜାଣିନି। ଏଇଟା ଏଇ ଯୋଉ ସଜନା ଗଛଟା, ୟାର କୁଆଡ଼େ ଗଲା ସବୁ? ଆରେ ସବୁ ଶୁଖି ଗଲେ ମରିଗଲା। ଧର ବାଇଗଣ ଦେଖ ପଡୁଛି। ଲଙ୍କା ହେଇଥିଲା, ଲଙ୍କା ଗଛ, ସେପଟା ଗଛ। ଗଛରେ କୁନିଟେ ହେଇଥିଲା, କେତେ ବଡ଼ ହେଇଥିଲା। ସେଟା କିଏ ଲଗେଇଛି? ଅମୃତଭଣ୍ଡା ଗଛଟା ଆଗରୁ ହେଇଥିଲା। ନାଇଁ, ମମି ଲଗେଇଛନ୍ତି। ସେଟା ହେଇନି ଆଗରୁ। ନା, ବାଇଗଣ ଗଛ ବାଇଗଣ ଗଛ ବହୁତ ବଡ଼ ହେଇଗଲାଣି। ବହୁତ। ଏଇଟା କ'ଣ? ଷ୍ଟାଇଲ। ବାଇଗଣ ଗଛ ବହୁତ ବଡ଼ ହେଇଗଲାଣି। ଏଥିରେ ବହୁତ ମାନେ ପ୍ରବଳ ବାଇଗଣ ହେଇଛି। ଏବେ ଆଉ ହେଇନି, ହବ ଆଉ ଆସ୍ତେ ଆସ୍ତେ। ଆଉ କେତେ ବାଇଗଣ ହବ ଯେ? କୋଉଟା? ଏଇଟା ହେଲା କାକୁଡ଼ି ଗଛ। ପୁରା କାକୁଡ଼ି ଗଛ ଲଗା ହେଇଛି। ଆମେ ଲଗେଇଥିଲୁ ଫାଷ୍ଟ କାକୁଡ଼ି ଗଛ ଯେ ଖରା ଦିନ ଟାଇମ୍ରେ, ଯେହେତୁ ସେଇ ଟାଇମ୍ରେ ଆମ ଗୁଗୁ ଜନ୍ମ ହେଲା, ଆମେ ମେଡ଼ିକାଲ ପଳେଇଥିଲୁ। ଏଇଟା ହେଲା କାକୁଡ଼ି ଗଛ। ଆମେ ଖରାଦିନେ କାକୁଡ଼ି ଗଛ ଲଗେଇଥିଲୁ, କିନ୍ତୁ ସେଇଟା ଖରାରେ ବହୁତ ଖରା ହେବାରୁ ମରିଗଲା, କାହିଁକିନା ପାଣି ପାଇଲାନି। ଆଉ ସେଇ ଟାଇମ୍ରେ ଆମ ଗୁଗୁ ବି ଜନ୍ମ ହେଲା, ସେଥିପାଇଁ ଆମେ ସମସ୍ତେ ମେଡ଼ିକାଲରେ ରହିଗଲୁ। ଆଉ ଗଛର ଯତ୍ନ କିଏ ନେଇପାରିଲେ, ଗଛ ମରିଗଲା। ପ୍ରବଳ ମଶା ହେଉଛି, ଦେଖୁନ କେମିତି ଗୋଡ଼କୁ ବାଡ଼ଉଛନ୍ତି ମଶା ହେଉଛି ବୋଲି। କ'ଣ କରୁଛି? ଏଗୁଡ଼ା ଘାସ ପଡ଼ିଛି। ବହୁତ ଘାସ ଫୁସ ହେଇଗଲାଣି ବା, ନ ପଡ଼ିଲେ ଜଙ୍ଗଲ ହେଇଯିବ। ବାରଟା ବହୁତ ଅସ୍ତନ ହେଇଯାଇଛି ନା। ହବନି, ବର୍ଷା ହେଲେ ଘାସ ହବନି। ଆଗରୁ ବାରଟା ମାନେ ଗୋଟେ ଘାସ ବି ନଥିଲା, ଖରାଦିନ ପୁରା କ୍ଲିନ୍ ହେଇଯାଇଥିଲା। ଏବେ ବର୍ଷା ଲାଗି ସବୁ ଘାସ ଫାସ ଉଠିଯାଇଛି। ସକାଳେ ମୋତେ ଉଠେଇକି ଘାସ ଉପାଡୁଛନ୍ତି, ଏତେ ଭଲସେ ଉଠେଇଲେ ଆଣିକି ଖଟଉଛନ୍ତି ମୋତେ ଏଇଠି। ଆଉ ଏମିତି କ'ଣ ଖାଲି ଶୋଇକି ରହିଲେ ହବ କି? ବାଡ଼ି ବଗିଚାରେ କାମ କଲେ ଏଇଟା ନିଜ ପାଇଁ ବି ଗୋଟେ ଏକ୍ସରସାଇଜ ହେଇଯାଉଛି ନା। ଏକ୍ସରସାଇଜ ଜିମ୍ରେ ବି ହବ। ଏଇଟା ନ୍ୟାଚୁରାଲ ଏକ୍ସରସାଇଜ। ଜିମ୍ରେ ତ ସମସ୍ତେ ଜାଣିଛନ୍ତି ଏକ୍ସରସାଇଜ ହେଉଛି ବୋଲି। ଏପଟେ ଘାସ ଉପାଡ଼ି ଖାଲି, ଏପଟେ ଫୁଲ ତୋଳିକି। ଏ ଫୁଲଟା ମୋତେ ବହୁତ ଭଲ ଲାଗେ, ତ ସୁନ୍ଦର ହେଇଛି ଦେଖିଲା। କୋଉ ଫୁଲ ଏଇଟା? ଝିଲ୍ଲି ମନ୍ଦାର, କ୍ୟୁଟ୍ କ୍ୟୁଟ୍ ହେଇଛି ନା। ଝିଲ୍ଲି ମନ୍ଦାର। ଆକୁ ନେଇକି ମମି ସବୁବେଳେ ପୂଜା କରୁଛନ୍ତି।
ହଉ ସେ ତ ଆଗରେ ଥାଉ ଆମେ ଚାଲିଯିବା। ହଉ ଚାଲ ଯିବା ଚାଲ। ଘାସ ପରେ ସରିଲା, ମଶା ବହୁତ ଖାଇଗଲେ, ସେଥିପାଇଁ ପଳେଇ ଆସିଲୁ। ବର୍ତ୍ତମାନ ବୁବୁଲୁ କହୁଛନ୍ତି ଛାତକୁ ଯିବା। ବର୍ଷା ହେଉଥିଲା ତ 3 ଦିନ କୁଆଡ଼େ ନା ବାଡ଼ି ପଟ ନା ଛାତ କତରେ କୁଆଡ଼େ ଯାଇନୁ। ଚାଲ ଯିବା। ଅପେକ୍ଷା କରି ଠିଆ ହେଇଛନ୍ତି ଛାତକୁ ଯିବା ବୋଲି। ଚାଲ ଚାଲ ଚାଲ। ସେପଟେ ଆକାଶ ଆଁ ଏତେ ସୁନ୍ଦର ହେଇଛି ସେପଟେ ଆକାଶ। ଆରେ ସେଠି ବସିଲେ କ'ଣ? ଚାଲ 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 ଚାଲ। ସେଠି ଯେଉଁ ପାଣିଟା ପଶିକି ଅଛି ସେଠି ହାତରେ ଖାଲି କରିବ। ଚାଲ ଚାଲ ଚାଲ। ସେଠି ମୋତେ ଖଟେଇଲେ ଏଠି ତୁମେ ଖଟ ଯାଅ। ଚାଲ 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 ଚାଲ। ଏଠି ଗୋଟେ ସନବୋର୍ଡ଼ ଦିଆଯାଇଛି ଫାଇବରର, ଲାଇଟ୍ଟା ଘରକୁ ପଡ଼ିବ ବୋଲି। ଏଇଟା କ'ଣ ଅଛି ଯେ ପାଣି ଜମା ହେଇଯାଉଛି ଆଉ। ଖାଲି କର ପାଣି କି ଜଲ୍ଦି। ଗୋଡ଼ କ'ଣ ସବୁ ପାଣି ବାହାରିବ? ଜଲ୍ଦି ଜଲ୍ଦି ଜଲ୍ଦି। ଆରେ ଅଧିକ ଶୋଇଲେ କ'ଣ ହବ? ଟିକେ ଏକ୍ସରସାଇଜ ଦରକାର। ନାଇଁ ହଉ ଆସ, ସରି ବହୁତ ଲଢ଼ିଲ। ସେ ଜାଗାଟା କେମିତି ଲାଗୁଛି? ବଢ଼ିଆ ଲାଗୁଛି ସେ ଜାଗାଟା। ଯିବା କି ଫଟୋ ଉଠେଇବା? ଚାଲ ଧରିଲ ଟିକେ। ତୁମେ ପାଣିରେ ଖେଳୁଛ ଛୋଟ ପିଲାଙ୍କ ଭଳିଆ? ପାଣିରେ ଖେଳନ୍ତି ଛୋଟ ପିଲାଙ୍କ ଭଳିଆ? ତମେ ଯଦି ଖେଳ ଆମ ଗୁଗୁ ତାହେଲେ କ'ଣ କରିବ? ଛୋଟ ପିଲା ତ ଆଉ। ବାବା ଯଦି ଏମିତି ଖେଳିବ ତାହେଲେ ପୁଅ କ'ଣ କରିବ କେଜାଣି? ହଉ ଫ୍ରେଣ୍ଡସ୍, ସରିଗଲା ବୁଲାବୁଲି, ମାନେ ବଗିଚା କାମ। ଛାତ ଗୋଟେ ଆସିଥିଲୁ, ସବୁ ଦେଖା ଦେଖି ସରିଲା। ଯିବା ତଳକୁ ବ୍ରସ୍ ଫ୍ରସ୍ କରିବା, କ'ଣ ବ୍ରେକଫାଷ୍ଟ କରିବା। ଖାଇ ଦେଇଛ? 11ଟାରେ ବ୍ରେକଫାଷ୍ଟ କରନ୍ତି ନା? ଆଉ ଖାଇବି ହେଲା। ମାନେ ଲଞ୍ଚ ଟାଇମ୍ରେ ବ୍ରେକଫାଷ୍ଟ ନାଇଁ କି? ରୋଲ୍ କାହିଁ କରୁଛ? ରୋଲ୍ ମୁଁ କାହିଁ କରୁଛୁ, ଆମେ କରୁଛୁ। ଗାଧେଇଛ ଗାଧେଇଛ ଉଚ୍ଚଡ଼ି ତ ସେଥିପାଇଁ କାଲି ସନ୍ଧ୍ୟା 4ଟାରେ ଗାଧେଇଲ ନା? ଗାଧେଇଲି ନାହିଁ କି କଥା, ଗାଧେଇଲି ତ। ମୁଁ ତ ସକାଳୁ ଗାଧଉଛି। ତମେ ପଚାର ନା ମୁଁ ପଚାରି? ହଁ ହଉ ଠିକ୍ ଅଛି, ଅବିକା ଯିବା ତଳକୁ। ଚାଲ 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 ଚାଲ। ପଡ଼ିବ ଦେଖିକି ଗୋଟେ ଖୁସି। ଦେଖେଇଲେ ବାରୁ ମମି, ବାରୁରେ ଏତିକି କଲେଟ୍ ସପିଂ, ଏତିକି ପରିବା। କଲର ବାଇରେ କ'ଣ ହେଇଥିଲା ତ ଆଣିଥିଲି ଚଳିକି ବାରିରେ। ଦେଖ ହଁ ବାଇଗଣ ତ ଘରେ ଅଛି, କାହିଁ ଖସି ବାଇଗଣ ଆଣିଥିଲୁ? ସେଇଠୁ ଗୁରୁସିରେ ମାଙ୍କଡ଼ ଖାଇଦେଉଛି ତ, ନେଇଆଲି ତୋଳିକି ଆଉ। ମୁଁ କହିଲି ଆଉ ଟିକେ ବଡ଼ ହଉ ଆଣିବା, କହିଲି ନାହିଁ। କାଲି କଥା ଗପ ତ। ହଉ ଓକେ ଫ୍ରେଣ୍ଡସ୍, ଆକ୍ଚୁଆଲି ଆମେ ତ ସବୁ ବାରିରେ ବଗିଚା ଲଗେଇଛୁ। ମୁଁ ସମସ୍ତଙ୍କୁ ଗୋଟେ କଥା କହିବି,
ଯେଉଁମାନେ ଟାଇମ୍ ପାଉଛନ୍ତି, ଯାହାର ଜାଗା ଅଛି, କିଛି ନା କିଛି ମାନେ ବାରିରେ ଲଗାନ୍ତୁ, ଫ୍ରେଶ୍ ଜିନିଷ ଖାଆନ୍ତୁ। ମାନେ କେତେବେଳେ କିଛି ଥାଉ ନଥାଉ ଆରାମସେ ବାରି ଗୋଟେ ଗଲେ କିଛି ଗୋଟେ ତୋଳିଦେଲେ ଆଣିକି ଖାଇଦେଲେ, ତାର ଭଲ ଜିନିଷ ହିଁ ଖାଇବେ। ବାରିରେ ଲଗାନ୍ତୁ। ଯେଉଁ ଜିନିଷ କିଣିକି ଖାଇବାରେ ଯେଉଁ ମଜା ନାହିଁ, ସେଇଟା ବାରିରୁ ନିଜେ ଲଗେଇ ଗଛରେ ଆଉ ନିଜେ ତୋଳିକି ଆଣିକି ଖାଇବ, ତା ମଜା ଅଲଗା। ଠିକ୍ ଅଛି, ଆଜିର ବ୍ଲଗ୍ ଏଇଠି ସାରୁଛୁ। ରହିଲି, ଜୟ ଜଗନ୍ନାଥ। ସମସ୍ତଙ୍କୁ ବହୁତ ସାରା ଭଲ ପାଇବା, ଲାଇକ୍ କମେଣ୍ଟ ସେୟାର କରିବେ, ସବସ୍କ୍ରାଇବ୍ଟା ନିଶ୍ଚିନ୍ତ କରିବେ। ରହିଲି, ଯଦି ଭଲ ଲାଗିଲା ଭିଡ଼ିଓଟା।